ନମସ୍କାର ସାଙ୍ଗମାନେ, ମୁଁ ସଞ୍ଜୟ। ଆପଣମାନେ ତ ମୋର ପୂର୍ବ କାହାଣୀ ଆମ ସ୍ୱାମୀ ସ୍ତ୍ରୀଙ୍କ ଗିହାଗିହି ବେଳେ ବୋଉ ଲୁଚି ଲୁଚି ଦେଖେ ଆଉ ବିଆରେ କାକୁଡ଼ି ପୂରେଇ ପାଣି ବାହାର କରେ, ସେ ପାର୍ଟକୁ ନିଶ୍ଚୟ ଶୁଣିଥିବେ। ଯଦି ସେ ପାର୍ଟକୁ ଶୁଣି ନାହାନ୍ତି ତାହେଲେ ପ୍ରଥମ ଭାଗ ଯାଇକି ଶୁଣି ନିଅନ୍ତୁ, ଯାହାକି ଏଇ ଭିଡ଼ିଓର କମେଣ୍ଟ ସେକ୍ସନରେ ପିନ୍ କରାଯାଇଛି। ଏଇଟା ହେଉଛି ଦ୍ୱିତୀୟ ଭାଗ। ଏ କାହାଣୀରେ ମୁଁ ଆଜି ଆପଣମାନଙ୍କୁ କହିବାକୁ ଯାଉଛି ମୁଁ କେମିତି ବୋଉକୁ ଘେହିଲା ବେଳେ ମୋ ଶ୍ୱଶୁର ଦେଖିଥିଲେ ଆଉ ତାପରେ କ'ଣ ହେଲା। ମୁଁ ପ୍ରଥମ ଭାଗରେ ମୋ ପରିବାର ବିଷୟରେ ବର୍ଣ୍ଣନା କରିଦେଇଛି, ତେଣୁ ଏଠାରେ ଆଉ ପୁନରାବୃତ୍ତି କରିବାକୁ ଚାହୁଁନି। ଚାଲନ୍ତୁ ପାର୍ଟ 2କୁ ଆରମ୍ଭ କରିବା। ବୋଉ ଗାଣ୍ଡିରେ ପ୍ରଥମ ଥର ଘିଆ ଖାଇଥିବାରୁ ତାକୁ କଷ୍ଟ ହେଉଥିଲା, ତେଣୁ ମୁଁ ତାକୁ 2 ଦିନ ପାଇଁ ବିଶ୍ରାମ କରିବାକୁ ଛାଡ଼ିଦେଲି। ସେଇ ଭିତରେ ମୋ ସ୍ତ୍ରୀ ଘରକୁ ଫେରି ଆସିଲା। ବୋଉ ଆଉ ମୋତେ ଘେହିବାକୁ ଦେଉନଥିଲା, କାହିଁକି ନା ମୋ ମୁଷଳ ବାଣ୍ଡରୁ ଘିଆ ଖାଇ ତା ବିଆ ଆଉ ଗାଣ୍ଡି ପୁରା ଦରଜ ହୋଇଯାଇଥିଲା ଓ ବୋଉ ଗାଣ୍ଡିରେ ଘେହି ମୋର ବାଣ୍ଡ ମଧ୍ୟ ଛିଡ଼ି ଯାଇଥିଲା। ତେଣୁ ମୁଁ କିଛି ଦିନ ପାଇଁ ଘିଆଘିହି ବନ୍ଦ କରିଦେଇଥାଏ। ରାତିରେ ମୋ ସ୍ତ୍ରୀ ଘେହିବାକୁ ଡାକିଲେ ମୁଁ ବିଲରେ କାମ କରି ହାଲିଆ ଲାଗୁଛି ବୋଲି କହି ବାହାନା କରିକି ଶୋଇପଡ଼େ। ଏଇଭଳି ପ୍ରାୟ 4 ଦିନ ବିତିଗଲା। ସେଦିନ ରାତିରେ ଆମେ ଖାଇ ପିଇ ଶୋଇବାକୁ ଗଲୁ। ଆଗ ଭଳି ବୋଉ ତା ରୁମ୍ରେ ଶୋଇଲା ଆଉ ଆମେ ଦୁହେଁ ଆମ ରୁମ୍ରେ। ମୋ ବୋଉ ଅପେକ୍ଷା କରିଥାଏ କେତେବେଳେ ଆମର ଘିଆଘିହି ଆରମ୍ଭ ହେବ ଆଉ ସେ ଦେଖି ଦେଖି ବିଆରେ କାକୁଡ଼ି ପୂରେଇ ମଜା ନେବ। ରୁମ୍ ବାହାରୁ ବୋଉ ଝରକା ଦେଇ କଟାସ ଭଳି ଚାହିଁଥାଏ। ଏପଟେ ମୋ ସ୍ତ୍ରୀ ସେଜ ପକେଇ ମୋତେ ପେଲିକି ଶୁଆଇଲା ଆଉ ମୋ ଉପରେ ଚଢ଼ିଯାଇ ଜୋର ଜବରଦସ୍ତ ଚୁମା ଦେବାକୁ ଲାଗିଲା। ମୁଁ କହିଲି, ଇଏ କ'ଣ ମୋତେ ଘେହିଦବ ନା କ'ଣ? ସିଏ କହିଲା, ଏତେ ଦିନ ହେଲା ଘିଆ ଖାଇନି, ମୋ ବିଆ ଆଉ ସମ୍ଭାଳୁ ନାହିଁ, ବିଆରେ ନିଆଁ ଲାଗେ ଖାଲି ଲାଳ ବୋହିଲାଣି। ସେ କହିଲା, ଆଜି ଗୋଟେ ନୂଆ ଟ୍ରାଏ କରିବା। ମୁଁ କହିଲି, କ'ଣ? ସେ କହିଲା, ଦେଖ ମୁଁ କ'ଣ କରୁଛି। ସେ ତାର ଲୁଗାକୁ ଆଣି ମୋ ହାତ ଗୋଡ଼କୁ ଖଟ ଖରାରେ ବାନ୍ଧିଲା ଆଉ ମୋ ଉପରେ ଶୋଇ ଚୁମା ଦେବାକୁ ଲାଗିଲା। କିଛି ସମୟ ଚୁମା ଦେବା ପରେ ସେ ମୋ ଛାତିର ଭୁଣ୍ଡିକୁ ଦାନ୍ତରେ କାମୁଡ଼ି ପକେଇଲା। ମୋ ଭୁଣ୍ଡିକୁ କାମୁଡ଼ିବାରୁ ମୋର ବାଣ୍ଡ ପୁରା ଟିଙ୍ଗେଇ ଉଠିଲା। ତାପରେ ସେ ମୋ ମୁଣ୍ଡର 2 ପାଖରେ 2 ଗୋଡ଼କୁ ଓସାରି ଠିଆ ହେଲା ଆଉ ଲୁଗାକୁ ଟେକି ତାର ଚଡ଼ିକୁ ଖୋଲି ମୋ ପାଟିରେ ପୂରେଇଲା। ଏବେ ମୁଁ ଆଉ କିଛି କଥା କହିପାରିଲିନି, ମୁଁ ଖାଲି ଗୁଙ୍ଗୁ ହେଉଥାଏ। ତାପରେ ସେ ମୋ ମୁହଁ ଉପରେ ତା ବିଆକୁ ରଖିକି ବସି ପଡ଼ିଲା ଆଉ ମୋ ପାଟିରେ ଥିବା ତା ଚଡ଼ି ଉପରେ ତା ବିଆକୁ ଘଷିବାକୁ ଲାଗିଲା। ଏସବୁ ମୋ ବୋଉ ଦେଖି ଆଁ କରିକି ରହିଥାଏ। ମୋ ବୋଉକୁ କଣେଇ ଚାହିଁବାରୁ ବୋଉ ଇସାରା କରି କହିଲା, ତୁ ଗାଣ୍ଡି ମରା। ତାପରେ ମୋ ସ୍ତ୍ରୀ ସେମିତି ତା ବିଆକୁ ଘଷି ଚାଲିଥାଏ। ତା ବିଆରୁ ଲାଳ ଝରି ମୋ ପାଟି ଭିତରେ ଥିବା ତା ଚଡ଼ିଟା ଓଦା ହୋଇଗଲାଣି। ମୋ ପେଟରେ ବିଆ ରସ ଆଉ ମୋ ପାଟିରୁ ଲାଳ ଫୁଲ ହୋଇଗଲାଣି। ମୁଁ ହୁଁ ହୁଁ ହୋଇ କହିଲି, ରହ, ତୋ ବେଳା ଖରାପ ପଡ଼ିବ, ତୁ ଖାଲି ମୋ ହାତ ଖୋଲିଦେ। ସେ କହିଲା, ତମେ ଛଡ଼ି ପକେଇବ। ମୋ ସ୍ତ୍ରୀ ଏବେ ସମ୍ପୂର୍ଣ୍ଣ ଗରମରେ ଥାଏ। ସେ ମୋର ହାତ ଗୋଡ଼ ଖୋଲିଲା। ମୁଁ ତାକୁ ବସେଇଲି ଆଉ ତା ସାମ୍ନାରେ ଠିଆ ହୋଇ ତା ମୁଣ୍ଡ ବାଳକୁ ଧରି ମୋର ମୁଷଳ ବାଣ୍ଡକୁ ତା ପାଟିରେ ତଣ୍ଟି ଯାଏଁ ପୂରେଇଲି। ସେ ଖାଲି ଗଁ ଗଁ ହେଉଥିଲା ଆଉ ଠିକ୍ ସେ ନିଶ୍ୱାସ ମଧ୍ୟ ନେଇପାରୁନଥିଲା। ଆଉ ମୁଁ ତା ପାଟିରେ ଗବ ଗବ କରି ଘେହି ଚାଲିଲି। ତା ପାଟିରୁ ଲାଳ ଠୋପା ଠୋପା ହୋଇ ତଳେ ପଡ଼ୁଥାଏ। ଏମିତି କିଛି ସମୟ କରିବା ଭିତରେ ବୋଉ କବାଟ ବାଡ଼େଇଲା। ମୁଁ ମୋ ସ୍ତ୍ରୀର ପାଟିରୁ ବାଣ୍ଡକୁ କାଢ଼ିଲି। ମୋ ସ୍ତ୍ରୀ ଟିକେ ରାଗିଗଲା ଆଉ କହିଲା, ଏତେ ରାତିରେ ବୋଉ କ'ଣ ଡାକୁଛନ୍ତି। ସେଠୁ ସେ ବେଡ଼ସିଟ୍ ଘୋଡ଼େଇ ହୋଇଗଲା ଆଉ ମୁଁ ଗାମୁଛା ପିନ୍ଧି କବାଟକୁ ଖୋଲିଲି। ମୁଁ କହିଲି, କ'ଣ ହେଲା? ବୋଉ କହିଲା, ଆସିଲୁ ଟିକେ ବାରିପଟକୁ ଯିବା, ଡର ଲାଗୁଛି। ମୁଁ କହିଲି, ହଉ। ତାପରେ ଆମେ 2 ଜଣ ବାରିପଟକୁ ଗଲୁ। ବାରିପଟେ ବୋଉ ମୋର ବାଣ୍ଡକୁ ପାଟିରେ ପୁରେଇ ଚୋଷିବାକୁ ଲାଗିଲା। ମୁଁ କହିଲି, ଏବେ ହବନି, ତୁ ଏମିତି ବ୍ୟସ୍ତ କାହିଁକି ହେଉଛୁ? କାଲି ବିଲରେ କଲେ ହବନି? ବୋଉ କହିଲା, ତମ କାଣ୍ଡ କାରନାମା ଦେଖି ମୋ ବିଆ ପୁରା ଗୋଲୁ ହେଲାଣି, ମୁଁ ଆଉ ସମ୍ଭାଳି ପାରିବିନି। ମୁଁ କହିଲି, ସେ ଏବେ ଅଧାରେ ରହିଛି, ଡେରି ହେଲେ ସନ୍ଦେହ କରିବ। ସେ ଭାବିବ ଯେ ତୁ ଘର ଭାଙ୍ଗୁଛୁ ବୋଲି। ସେଇଠୁ ବୋଉ ମୋତେ ଛାଡ଼ିଲା ଆଉ ଆମେ ଘରକୁ ଆସିଲୁ। ତାପରେ ମୋ ସ୍ତ୍ରୀ କହିଲା, କ'ଣ ପାଇଁ ଡାକୁଥିଲେ? ମୁଁ କହିଲି, ସେ ପରିସ୍ରା କରିଯିବାକୁ ଡାକୁଥିଲା। ସେତେବେଳକୁ ମୋର ବାଣ୍ଡଟା ଟିକେ ଝାଉଁଳି ଯାଇଥିଲା। ମୋ ସ୍ତ୍ରୀ ସେମିତି ବସିଥାଏ। ମୁଁ ଗାମୁଛା ଟେକି
ତା ମୁହଁକୁ ମୋର ବାଣ୍ଡରେ ମାଡ଼ିଲି ଆଉ ତା ମୁହଁରେ ମୋର ବାଣ୍ଡ ଆଉ ପେଳକୁ ଘଷିବାକୁ ଲାଗିଲି। ତାପରେ ସେ ବାଣ୍ଡକୁ ପାଟିରେ ପୁରା ଚୁଚୁମି ଚାଲିଲା। ବାଣ୍ଡ ପୁରା ଠିଆ ହୋଇଗଲା ଆଉ ସେ ତ ଆଗରୁ ଗରମରେ ରହିଥାଏ, ତେଣୁ ସେ ତଳେ ଶୋଇ ତାର ଦୁଇ ଗୋଡ଼କୁ ଟେକି ମେଲେଇ ରଖିଲା ଆଉ ମୁଁ ତା ବିଆରେ ବାଣ୍ଡ ପୂରେଇ ଗେହିବା ଆରମ୍ଭ କଲି। ମୋର ବାଣ୍ଡ ଆଉ ତା ବିଆ ଲାଳୁଆ ଥିବାରୁ ଘର ସାରା ଖାଲି ପଚ୍ ପଚ୍ ଶବ୍ଦ ହେଉଥିଲା। ବୋଉ ଝରକାରେ ସବୁ ଦେଖୁଥାଏ। ତାପରେ ମୁଁ ତାକୁ କୁକୁର ଭଳିଆ ଆଣ୍ଠେଇ ପଛରୁ ଗେହିବାକୁ ଲାଗିଲି ଆଉ ସେ ଖାଲି ପାଟି କରୁଥାଏ। ଏଇଭଳି ପ୍ରାୟ 10 ରୁ 15 ମିନିଟ୍ ଗେହିବା ବେଳକୁ ବୋଉ ମୋତେ ପୁଣି ଡାକିଲା। ଆମେ ଦୁଇଜଣ ବିରକ୍ତ ହୋଇଗଲୁ ଆଉ ମୁଁ କବାଟ ଖୋଲି ବୋଉ ରୁମ୍କୁ ଗଲି ଆଉ କ'ଣ ହେଲା ବୋଲି ପଚାରିଲି। ବୋଉ କହିଲା, ଟିକେ ତାଜା ଉପରୁ ଲିମ୍ବ ତେଲଟା କାଢ଼ିଦେବୁ, ଗୋଡ଼ରେ ଲଗେଇବି, ନହେଲେ ଗୋଡ଼ ବାଲି ଖାଇଯାଉଛି। ଆଉ ମୋର କାନ ପାଖକୁ ଆସି ଧୀରେକି କହିଲା, ମୁଁ ଆଉ ସମ୍ଭାଳି ପାରିବିନି, ତୁ ଯେମିତି ହେଲେ ମୋ ବିଆର ଗୋଲୁ ମାର। ମୁଁ କହିଲି, ତୁ ଟିକେ ଅପେକ୍ଷା କର, ତାକୁ ଗେହି ସରିଲେ ତତେ ଗେହିବି। ସେ କହିଲା, ହଁ ଯେ ଏବେ ଟିକେ ବିଆକୁ ଚାଟି ଦେଇକି ଯା। ତାପରେ ମୁଁ ବୋଉ ସାମ୍ନାରେ ବସି ପଡ଼ିଲି ଆଉ ବୋଉର ବାଳୁଆ ବିଆକୁ ଟିକେ ସମୟ ଚାଟିଲି ଆଉ ରୁମ୍କୁ ପଳେଇ ଆସିଲି। ତାପରେ ମୋ ସ୍ତ୍ରୀ ସେମିତି ଆଣ୍ଠେଇକି ରହିଥିଲା। ମୁଁ ତା ବିଆରେ ବାଣ୍ଡ ପୂରେଇ ଫୁଲ୍ ସ୍ପିଡ଼ରେ ଗେହି ଚାଲିଲି। ମୋର ତା ବିଆରୁ ପାଣି ବାହାରି ପଡ଼ିଲା। ସେ କହିଲା, ଓଃ, ଟିକେ ଶାନ୍ତି ଲାଗିଲା। ହଉ, ଆଜି ଏତିକି ଥାଉ, କହିକି ଶୋଇବାକୁ ଲାଗିଲା। ମୁଁ କହିଲି, ମୋର ବାହାରିନି। ସେ କହିଲା, ତମେ ଗାଣ୍ଡି ମର। ମୁଁ କହିଲି, ହଉଲୋ ଝିଅ, ମୋ ପାଳି ପଡ଼ିବ। ଏହା କହି କିଛି ସମୟ ଅପେକ୍ଷା କଲି। ସେ ପୁରା ନିଦରେ ଶୋଇଗଲା ପରେ ମୁଁ ବୋଉ ରୁମ୍କୁ ଯାଇ କବାଟକୁ ଲକ୍ କରିଦେଲି ଆଉ ବୋଉ ତରବର ହୋଇ ତା ଲୁଗାପଟା ଖୋଲିକି ଫୋପାଡ଼ିଲା ଆଉ ମୋତେ କୁଣ୍ଡେଇ ଧରି ଚୁମା ଦେବାକୁ ଲାଗିଲା। ମୁଁ ବୋଉର କୁଣ୍ଡା ବେଲକୁ ଦୁଇ ହାତରେ ଧରି ଚିପିବାକୁ ଲାଗିଲି। ମୁଁ ବୋଉକୁ ପଚାରିଲି, ତୋ ଗାଣ୍ଡି ଆଉ ଦରଜ ହେଉନି? ସେ କହିଲା, ନା। ତାପରେ ବୋଉ କାନ୍ଥରେ ଭରା ଦେଇ ତା ଗାଣ୍ଡିକୁ ପେଙ୍ଗେଇକି ରହିଲା। ମୁଁ ତା ପଛରେ ଠିଆ ହୋଇ ତା ବିଆରେ ବାଣ୍ଡ ପୂରେଇ ଗେହିଲି ଆଉ ତା ପିଠି ଉପରେ ହାମୁଡ଼ି ତାର ଝୁଲି ରହିଥିବା ଦୁଇଟି ଦୁଧକୁ ଦୁଇ ହାତରେ ଦଳିବାକୁ ଲାଗିଲି। ଏମିତି ପ୍ରାୟ 10 ରୁ 15 ମିନିଟ୍ ଗେହିବା ପରେ ମୋର ବୀର୍ଯ୍ୟ ବାହାରିବାର ବେଳ ହୋଇଗଲା। ମୁଁ ବୋଉକୁ କହିଲି, ମୋର ଏବେ ବୀର୍ଯ୍ୟ ବାହାରିଯିବ। ବୋଉ ସଙ୍ଗେ ସଙ୍ଗେ ମୋ ଆଗରେ ବସି ବାଣ୍ଡକୁ ପାଟିରେ ପୂରେଇ ଚୁଚୁମି ଚାଲିଲା ଆଉ ସବୁ ବୀର୍ଯ୍ୟକୁ ଢୋକି ପକାଇଲା। ତାପରେ ମୋର ବାଣ୍ଡ ନରମ କଲା। ବୋଉ ଟିକେ ଉଦାସ ହୋଇଗଲା। କହିଲା, ଏତେ ଶୀଘ୍ର କ'ଣ ବାହାରି ପଡ଼ିଲା? ମୁଁ କହିଲି, ତୋ ବୋହୂକୁ ଗେହିକି ଆସିଲି, ପୁଣି ତତେ ଗେହିଲି, ଆଉ କେତେ ସମୟ ଲାଗିଥାନ୍ତା? ବୋଉ କହିଲା, ହଉ ହଉ, ତୁ ଏବେ ତଳେ ଶୋ। ମୁଁ ତଳେ ଶୋଇପଡ଼ିଲି ଆଉ ବୋଉ ଅଣସ୍ତରୀ ପୋଜିସନରେ ତା ଥଲଥଲିଆ ବିଶାଳ ଗାଣ୍ଡିକୁ ମୋ ମୁହଁ ଉପରେ ଲଦି ବସିଲା ଆଉ ମୋର ବେଳକୁ ହାତରେ ଧରି ଟ୍ରେସ୍ ବଲ୍ ଭଳିଆ ଦଳିବାକୁ ଲାଗିଲା ଆଉ ତା ବାଳୁଆ ବିଆକୁ ମୋ ମୁହଁ ଉପରେ ଆଗ ପଛ କରି ଘଷୁଥାଏ। ତା ବିଆର ବାଳ ମୋ ନାକ ପାଟିରେ ପଶି ଯାଉଥାଏ। ବୋଉର ବିଆ ଫେଡ଼ା ଆମ୍ବୁଲ ଭଳି ଲମ୍ବା ଆଉ ମାଉଁସିଆ। ମୋ ନାକ ପାଟି ବୋଉର ବିଆ ଭିତରେ ପଶି ଯାଉଥିଲା। ବୋଉ ତା ବିଆକୁ ମୋ ମୁହଁରେ ଘଷି ଘଷି ମୋ ମୁହଁ ଗୋଟାଯାକ ଲାଳୁଆ କରିଦେଲା। ମୁଁ ବୋଉ ବିଆର ବାସ୍ନାକୁ ଶୁଙ୍ଗି ଶୁଙ୍ଗି ଉତ୍ତେଜିତ ହେବାକୁ ଲାଗିଲି। ପୁଣି ଥରେ ମୋର ବାଣ୍ଡ ପୁଣି ଠିଆ ହେବାକୁ ଲାଗିଲା। ତାପରେ ବୋଉ ମୋ ବାଣ୍ଡକୁ ପାଟିରେ ପୂରେଇ ତାର ମୁଣ୍ଡକୁ ତଳ ଉପର କରି ବାଣ୍ଡକୁ ଚଷିଲା ଆଉ ଏପଟେ ମୁଁ ମୋର ଜିଭକୁ କାଢ଼ି ମୁନିଆ କରି ରଖିଥାଏ। ବୋଉ ତା ବିଶାଳ ଗାଣ୍ଡିକୁ କଚାଡ଼ି କଚାଡ଼ି ମୋ ଜିଭକୁ ତା ବିଆରେ ପୁରାଉଥାଏ। ମୁଁ ବୋଉକୁ କହିଲି, ବୋଉ, ତୁ କେଡ଼େ ବଡ଼ ବେଧ କିଲୋ? ବୋଉ କହିଲା, ତୁ ମୋତେ ଏମିତି କୁକୁର ଭଳିଆ ତୋ ବିଆ ଚଟାଉଛୁ ଯେ ତୋତେ ଲାଜ ଲାଗୁନି? ବୋଉ କହିଲା, ଶୁଣ, ଯେତେବେଳେ ମଣିଷ ଗିହାଗିହି ମୁଡ଼କୁ ଆସେ ନା, ସେତେବେଳେ ସେ ସବୁକିଛି ଭୁଲିଯାଏ। ବାଣ୍ଡ ବିଆରେ ପଶିବାକୁ ତିଆରି ହୋଇଛି। ସେ କେବେ ସମ୍ପର୍କ ଦେଖେ ନାହିଁ। ତାପରେ ମୁଁ ବୋଉକୁ କହିଲି, ବୋଉ, ବେଶୀ ରାତି ହେଲାଣି, ଜଲ୍ଦି କାମ ସରିଲେ ଶୋଇବା, ନହେଲେ ତୋ ବୋହୂ ମୋତେ ଖୋଜିବ। ତାପରେ ବୋଉ ମୋ ଉପରୁ ଉଠିଲା ଆଉ ନିଜେ ତଳେ ଶୋଇପଡ଼ିଲା। ମୁଁ ତାର ଦୁଇ ଗୋଡ଼କୁ ଟେକି ତା ବିଆରେ ଗେହିବାକୁ ଲାଗିଲି। କିଛି ସମୟ ଗେହିବା ପରେ ବୋଉ କହିଲା, ଗାଣ୍ଡିରେ ପୂରେଇବା ପାଇଁ ମୁଁ ବୋଉର ବିଆରୁ ବାଣ୍ଡ କାଢ଼ି ତା ଗାଣ୍ଡି କଣରେ ଘଷିବାକୁ ଲାଗିଲି। ବୋଉ ବିଆର ଲାଳ ମୋ ବାଣ୍ଡ ଲାଳୁଆ ହୋଇଥିବାରୁ ଧୀରେ ଧୀରେ ମୋର ବାଣ୍ଡଟା ବୋଉର ଗାଣ୍ଡି ଭିତରେ ଗଳିଲା। ତାପରେ ମୁଁ ବୋଉର ବିଆର ବାଳକୁ ହାତରେ ମୁଠେଇ ଧରି ବୋଉ ଗାଣ୍ଡିରେ ଗେହି ଚାଲିଲି। ମୁଁ ବୋଉ ବିଆର ବାଳକୁ ହାତରେ ଧରି ଭିଡ଼ୁଥାଏ ଆଉ ହାତ ପାପୁଲିରେ ବୋଉ ବିଆର ସେଣ୍ଟିକୁ ଦଳୁଥାଏ। ବୋଉ ଗରମ ହୋଇ ସଁ ସଁ କରି ମଜା ନେଉଥିଲା ଏବଂ ତା ଦୁଇ ଦୁଧକୁ ମୁଁ ଚିପୁଥାଏ।
ବୋଉ କହିଲା ଜୋର ଜୋରରେ ଗେହେ, ବହୁତ ମଜା ଲାଗୁଛି। ପ୍ରାୟ ଅଧଘଣ୍ଟା ଖଣ୍ଡେ ଗେହିବା ପରେ ମୁଁ ବୋଉକୁ ପଚାରିଲି, ଏତେ ସମୟ ହେଲା ଗେହିଲେଣି, ତୋର କାହିଁ ପାଣି ବାହାରୁନି? ବୋଉ କହିଲା, ମୁଁ ସେତେବେଳେ ତମର ଗିହାଗିହି ଦେଖିକି ଥରେ ପାଣି କାଢ଼ି ଦେଇଥିଲି, ଏବେ ଟିକେ ଲେଟ୍ ହବ। ତାପରେ ବୋଉକୁ କୁକୁର ପୋଜରେ ରହିବାକୁ କହିଲି, ଆଉ ତା ପଛରେ ରହି ତା ବିଆ ଆଉ ଗାଣ୍ଡିରେ ପାଳି କରି ଗେହିବାକୁ ଲାଗିଲି। କିଛି ସମୟ ଗେହିବା ପରେ ବୋଉ ବିଆରୁ ପାଣି ବାହାରି ପଡ଼ିଲା, ଆଉ ମୁଁ ମୋର ସବୁ ବୀର୍ଯ୍ୟକୁ ବୋଉର ଗାଣ୍ଡି ଭିତରେ ବାଣ୍ଡକୁ ପୂରେଇ ଗାଣ୍ଡି ଭିତରେ ଛାଡ଼ିଲି। ତାପରେ ଆମେ ଦୁହେଁ କିଛି ସମୟ ହାଲିଆ ହୋଇକି କୁଣ୍ଡାକୁଣ୍ଡି ହୋଇକି ଶୋଇ ରହିଲୁ। ଆଉ ତାପରେ ମୁଁ ଉଠି ମୋ ରୁମକୁ ଆସି ଶୋଇପଡ଼ିଲି। ଆଉ ତା ପରଦିନ ସକାଳେ ବିଲକୁ ଗଲା ପରେ ବୋଉ କହିଲା, ଏତେ ଦିନ ପରେ ମନ କଲି ଘିଆ ଖାଇଲି, ମୋ ମନ ପୁରା ଶାନ୍ତି କରିଦେଲୁ। ମୁଁ କହିଲି, ହଉ, ତୋ ଘରେ ଏମିତି ହବୁନି, ନହେଲେ ସେ ଜାଣିଯିବ। ବୋଉ କହିଲା, ହଉ, ମୁଁ ଆଉ ସେମିତି କରିବିନି। ତାପରେ ମୁଁ ବୋଉକୁ କହିଲି, ତୁ ଆଉ ସବୁଦିନ ଗିହାଗିହି କଲେ ହବନି, କାହିଁକି ନା ଆମ ମା ପୁଅ ଭିତରେ ସମ୍ପର୍କ ପଦାରେ ପଡ଼ିଯିବାର ସମ୍ଭାବନା ଅଛି। ବୋଉ କହିଲା, ଠିକ୍ ଅଛି, ଆମେ ସୁଯୋଗ ଦେଖିକି ଗିହାଗିହି କରିବା। ତାପରେ ବୋଉ ମୋ ଠାରୁ ଗିହାଗିହିର ମଜା ପାଉଥିବାରୁ ତା ବିଆ ଉପରେ ଟିକେ କଣ୍ଟ୍ରୋଲ କରିବାକୁ ଲାଗିଲା। ଆମେ କେବଳ ବିଲରେ ଥିଲାବେଳେ ନହେଲେ ମୋ ସ୍ତ୍ରୀ ଶୋଇଗଲା ପରେ ଗିହାଗିହି ହେଉ। ଏଇଭଳି ପ୍ରାୟ 2 ରୁ 3 ମାସ ବିତିଗଲା। ଦିନେ ବାପା ଫୋନ୍ କଲେ, ଆଉ ତାଙ୍କ ଦେହ ଖରାପ ଲାଗୁଛି ବୋଲି କହିଲେ। ବୋଉ କହିଲା, ତମେ ଘରକୁ ପଳେଇ ଆସୁନ। ବାପା କହିଲେ, ନାହିଁ, ମୁଁ ଯଦି ଘରକୁ ପଳେଇଯିବି ତାହେଲେ ମୋର କାମ କରିଥିବା ଦରମା ବୁଡ଼ିଯିବ। ଏଠି 2 ମାସରେ ଥରେ ଦରମା ମିଳୁଛି, ତେଣୁ ତୁ ମୋ ପାଖକୁ ଚାଲି ଆସ, ମୋ ଦେହ ଭଲ ହୋଇଗଲେ ଚାଲିଯିବୁ। ଏ କଥା ଶୁଣି ବୋଉ ଟିକେ ମନ ଦୁଃଖ କଲା, ହେଲେ ମୋର କିଛି ଅସୁବିଧା ନଥାଏ, କାହିଁକି ନା ଗିହିବା ପାଇଁ ମୋ ପାଖରେ ମୋ ସ୍ତ୍ରୀ ଅଛି। ତାପରେ ବୋଉ କହିଲା, ମୁଁ ଯଦି ବାପାଙ୍କ ପାଖକୁ ଚାଲିଯିବି ତୋତେ ତୋଳାତୋଳି କରିବାରେ କିଏ ସାହାଯ୍ୟ କରିବ? ମୋ ସ୍ତ୍ରୀ କହିଲା, ବୋଉ ତମେ ଚିନ୍ତା କରନି, ମୁଁ ପୁଅ ସାଙ୍ଗରେ ଯାଇ ତୋଳାତୋଳି କରିବାରେ ସାହାଯ୍ୟ କରିବି। ବୋଉ ଚାଲିଯିବ ବୋଲି ମୋ ସ୍ତ୍ରୀ ବହୁତ ଖୁସି ଥାଏ, କାହିଁକି ନା ତାକୁ ଗିହାଗିହି କରିବାରେ ଆଉ କେହି ଡିଷ୍ଟର୍ବ କରିବେନି। ତାପରେ ବୋଉ ବାପାଙ୍କ ପାଖକୁ ଚାଲିଗଲା, ଆଉ ସେଠି ପାଖାପାଖି ମାସେ ରହିଲା। ଏପଟେ ମୁଁ ଆଉ ମୋ ସ୍ତ୍ରୀ ଦିନକୁ 2 ରୁ 3 ଥର ଗିହାଗିହି କରୁ, ଆଉ ବେଶ ଆନନ୍ଦରେ ଥାଉ। ମଝିରେ ମଝିରେ ବୋଉ କଥା ମୋର ଭାରି ମନେ ପଡ଼େ। ଏମିତି ଗୋଟେ ଦିନ ମୁଁ ବିଲରେ କାମ କରୁଥିବା ବେଳେ ବୋଉ ମୋତେ ଫୋନ୍ କଲା, ଆଉ ଭଲ ମନ୍ଦ କଥା ପଚାରିଲା। ମୁଁ ସବୁ ଠିକ୍ ଅଛି ବୋଲି କହିଲି। ତାପରେ ମୁଁ ବାପାଙ୍କର କଥା ପଚାରିଲି। ବୋଉ କହିଲା, ବାପା ଏବେ ଭଲ ହୋଇଗଲେଣି, ଆମେ ସାଙ୍ଗ ହୋଇ ଗାଁକୁ ଯିବୁ। ତାପରେ ବୋଉ କହିଲା, ଏବେ ବହୁତ ଦିନ ହେଲା ତୋ ବାଣ୍ଡ ନ ବାଜି ମୋର ବିଆ ଗଲୁ ହେଲାଣି। ହଁ, ଆଉ ଗୋଟେ କଥା, ତୋ ବାଣ୍ଡ ଗାଣ୍ଡିରେ ପୂରେଇ ଗିହା ଖାଇବା ପରେ ଏବେ ଗାଣ୍ଡି କଣାଟା କାହିଁ ସଲସଲ ଲାଗୁଛି, ଇଚ୍ଛା ହେଉଛି କ'ଣ ଗୋଟେ ଗାଣ୍ଡିରେ ପୂରେଇ ଦେବା ପାଇଁ। ଗିହା ଖାଇବାକୁ ମୋ ଗାଣ୍ଡିରେ ମଧ୍ୟ ଗଲୁ ହେଲାଣି। ମୁଁ କହିଲି, ହଉ, ତୁ ଘରକୁ ଆସ, ତାପରେ ଦେଖିବା। ଏହାର କିଛି ଦିନ ପରେ ବାପା ବୋଉକୁ ଧରି ଘରକୁ ଆସିଲେ, ଆଉ ଖରାଦିନ ଛୁଟି ଥିବାରୁ ସାନ ଭାଇ ବି ଘରକୁ ଆସିଥାଏ। ଘରେ ବେଶ ଗହଳି ଚହଳି ଥାଏ, ତେଣୁ ଆମେ 3 ପ୍ରାଣୀ ଆଉ ଗିହାଗିହିର ମଜା ପାଇପାରୁନଥାଉ। ବୋଉ ମୋତେ ଏକୁଟିଆ ପାଇଲେ ମୋତେ ଟିକେ କୁଣ୍ଢେଇ ପକାଏ, ଆଉ ଗାଲରେ ଚୁମା ଦେଇକି ଚାଲିଯାଏ। ଆଉ ବେଳେବେଳେ ବୋଉ ମୋ ଆଗରେ ତା ଲୁଗା ଉପରୁ ତା ବିଆ ଆଉ ଗାଣ୍ଡିକୁ କୁଣ୍ଡାଏ। ଏହା ଦେଖି ମୋର ବାଣ୍ଡ ପୁରା ଥରହର ହୋଇଯାଏ। ଖରା ଛୁଟି ସରୁ ସରୁ ସାନ ଭାଇ ହଷ୍ଟେଲକୁ ଚାଲିଗଲା, ଆଉ ବାପା କହିଲେ, ମୁଁ ତ ଏବେ ଘରେ ଅଛି, ଧାନ ବୁଣା କାମଟା ସାରି ଦେଇକି ଯିବି। ଘରେ ବାପା ରହୁଥିବାରୁ ବୋଉ ମୋତେ ଗେହିବାକୁ ଦେଉନଥିଲା, ହେଲେ ବାପା ଧାନ ରୁଆ ପର୍ଯ୍ୟନ୍ତ ଘରେ ରହିଲେ। ବିଲରେ ଧାନ ତଳି ବଡ଼ ହେଲା ପରେ ବାପା, ବୋଉ ଆଉ ମୁଁ ମିଶି ତଳି ଉପୁଡ଼ାଇବା ପାଇଁ ଗଲୁ। 2 ଦିନ ଲାଗିପଡ଼ି ସବୁ ତଳିକି ଓପାଡ଼ି ଦେଲୁ। ତଳି ରହିବା ବେଳେ ବାପା କହିଲେ, ତମେ ମା ପୁଅ ତଳି ରହୁଥାଅ, ମୁଁ ଟିକେ ଝାଡ଼ା ଯାଇକି ଆସୁଛି। ତାପରେ ବାପା ଚାଲିଗଲେ। ମୁଁ ଟିକେ ଏପାଖ ସେପାଖ ଦେଖିଲି, କେହି କୁଆଡ଼େ ନାହିଁ। ବୋଉ ତା ଲୁଗାକୁ ଟେକି ଅଣ୍ଟାରେ ଖୋସି କାମ କରୁଥିଲା, ହେଲେ ତା ବିଆ ଦେଖାଯାଉନଥିଲା। ବାପା ଚାଲିଯିବାରୁ ବୋଉ ତା ଲୁଗାକୁ ଆଉ ଟିକେ ଉପରକୁ ଟେକିଲା, ଯେମିତି ପଛରୁ ତା ବିଆ ଟିକେ ଟିକେ ଦେଖାଯିବ। ମୁଁ କ'ଣ କଲି ନା କାଦୁଅ ପୁଳାଏ ଧରି ବୋଉର ବିଆକୁ ଫୋପାଡ଼ି ଦେଲି, ଆଉ ବୋଉର ବିଆରେ କାଦୁଅ ଲାଗିଗଲା। ବୋଉ ମୋତେ ରାଗିକରି ଅନେଇଲା, ଆଉ ତା ଲୁଗାକୁ ତଳକୁ ଖସେଇ ଦେଲା। ଏଇଭଳି ଭାବରେ ଆମର ଧାନ ରୁଆ ପ୍ରାୟ ଶେଷ ହୋଇ ଆସିଲା। ଆଉ କିଛି ଦିନ ଅଳ୍ପ ବାକି ରହିଲା। ମୋ ବାପାଙ୍କୁ କହିଲି, ତମେ ଏଥର କାମକୁ ଯାଅ, ଆମେ ମା ପୁଅ ମିଶି ବାକି ଧାନ ରୁଆ ସାରିଦେବୁ। 2 ଦିନ ପରେ ବାପା ଚାଲିଗଲେ। ବୋଉ ଆଉ ମୋର ଖୁସି କହିଲେ ନ ସରେ। ଆମେ ଏଥର
ମନ ଖୋଲିକି ଘିହା ଘିି ହବୁ। ବାପା ଯିବା ପରେ ଆମେ ଗୋଟେ ଦିନ ବିଲରେ କାମ କରୁଥାଉ। ବୋଉ କହିଲା, ବହୁତ ଦିନ ହେଲା ତୋ ବାଣ୍ଡର ମଜା ପାଇନି। ମୋ ବିଆଟା ଗଲୁ ହେଲାଣି, ତୋ ମୁସଳିଆ ବାଣ୍ଡଟା ଟିକେ ପୂରେଇକି ପାଣି କାଢ଼ିଦେ। ତାପରେ ଆମେ ଆମ କୂଅ ପାଖକୁ ଗଲୁ। କୂଅ ଚାରିପାଖେ ନଟିନୋଟା ହୋଇକି ଜଙ୍ଗଲ ଭଳିଆ ହୋଇଥାଏ, ଯାହା ବାହାରୁ କେହି ଦେଖିପାରିବେନି। ବୋଉ ଯାଇକି ଲଙ୍ଗଳା ହୋଇଗଲା, ଆଉ ମୋର ପ୍ୟାଣ୍ଟ ଖୋଲିଦେଇ ମୋ ବାଣ୍ଡକୁ ପାଟିରେ ପୁରେଇ ଚୁଚୁମି ଚାଲିଲା। ଆଉ ମୁଁ ମଧ୍ୟ ବୋଉର ମୁଣ୍ଡକୁ ଧରି ଆଗପଛ କରୁଥାଏ। ତାପରେ ବୋଉ ମୋ ଆଡ଼କୁ ପଛ କରିକି ତା ଗାଣ୍ଡି ଦେଖାଇ ନଈ ରହିଲା। ମୁଁ ତା ବିଆରେ ହାତ ମାରି ଦେଖିଲି ଯେ ତା ବିଆ ଆଗରୁ ଲାଳୁଆ ହୋଇକି ରହିଛି। ମୋତେ ଆଉ ପରିଶ୍ରମ କରିବାକୁ ପଡ଼ିଲାନି। ତାପରେ ମୁଁ ବୋଉର ବାଳୁଆ ବିଆରେ ମୋର ମୁସଳିଆ ବାଣ୍ଡକୁ ପୁରେଇ ଜୋର ଜୋର ଧକ୍କା ମାରିବାକୁ ଲାଗିଲି। ଏଇଭଳି କିଛି ସମୟ ଗେହିବା ଭିତରେ ହଠାତ୍ ମୋ ଶ୍ୱଶୁର ଆସି କେତେ ସମୟ ହେବ ଆମ ଗିହାଗିହି ଦେଖୁଛନ୍ତି, ଆମକୁ ଜଣା ନାହିଁ। ସେ କହିଲେ, ସମୁଦୁଣୀ ନମସ୍କାର। ହଠାତ୍ ଆମେ ଦୁଇଜଣ ଡରିଗଲୁ, ଆଉ ଆମେ ଅଲଗା ହୋଇଗଲୁ। ତାଙ୍କୁ କ'ଣ କହିବୁ କିଛି ବୁଝିପାରୁନଥିଲୁ। ମୋ ଶ୍ୱଶୁର ସାମ୍ନାରେ ଆମେ ମା ପୁଅ ଦୁହେଁ ଲଙ୍ଗଳା ହୋଇକି ଠିଆ ହୋଇଥିଲୁ। ମୋ ଶ୍ୱଶୁର ମୋ ବୋଉକୁ ଗୋଡ଼ଠୁ ମୁଣ୍ଡ ଯାଏ ଦେଖିଥାନ୍ତି। ମୋ ବୋଉର ଦେହ ଦେଖି ମୋ ଶ୍ୱଶୁରଙ୍କ ପାଟିରୁ ଲାଳ ବୋହିଲା ପରି ଅବସ୍ଥା ହୋଇଗଲାଣି। ଶ୍ୱଶୁର ମୋର ମୁସଳିଆ ବାଣ୍ଡ ଦେଖି କହିଲେ, ସମୁଦୁଣୀ, ମୋ ଜୋଇଁ ଯେଉଁଭଳି ବାଣ୍ଡ ରଖିଛନ୍ତି, ସେଥିପାଇଁ ମୋ ଝିଅ ମୋ ଘରକୁ ଯିବା ପାଇଁ ରାଜି ହେଉନି। ତାପରେ ମୋ ଶ୍ୱଶୁର କହିଲେ, ସମୁଦୁଣୀ, ମୋତେ ବି ଟିକେ ଗେହିବାକୁ ଦିଅ। ଆମ ପାଖରେ ଆଉ କିଛି ଉପାୟ ନଥିବାରୁ ବୋଉ ତାଙ୍କ କଥାରେ ରାଜି ହୋଇଗଲା। ମୋ ଶ୍ୱଶୁର ତାଙ୍କର ପ୍ୟାଣ୍ଟ ଖୋଲି ଲଙ୍ଗଳା ହୋଇଗଲେ, ଆଉ ମୋ ବୋଉକୁ କୁଣ୍ଢେଇ ଚୁମା ଦେବାକୁ ଲାଗିଲେ। ମୋ ଶ୍ୱଶୁରଙ୍କର ବାଣ୍ଡ ମୋ ବାଣ୍ଡଠାରୁ ଟିକେ ଛୋଟ। ମୁଁ କହିଲି, ବାପା ଟିକେ ଜଲ୍ଦି କର, ଘରକୁ ଯିବା। ଶ୍ୱଶୁର ମୋ ବୋଉକୁ କହିଲେ, ସମୁଦୁଣୀ, ମୋ ବାଣ୍ଡକୁ ଟିକେ ପାଟିରେ ପୁରେଇକି ଚୁଚୁମି ଦେଉନ। ବୋଉ ବି କିଛି କମ୍ ନଥିଲା। ବୋଉ କହିଲା, ବାଣ୍ଡ ଖୁଆଇବ ଯଦି ତାହେଲେ ବିଆ ଚାଟିବାକୁ ପଡ଼ିବ। ଶ୍ୱଶୁର କହିଲେ, ଠିକ୍ ଅଛି। ଶ୍ୱଶୁର ମୋ ବୋଉର ସାମ୍ନାରେ ବସି ପଡ଼ିଲେ, ଆଉ ମୋ ବୋଉ ତାଙ୍କ ଆଗରେ ଠିଆ ହୋଇଥିଲା। ସେ ତା ଲୁଗାକୁ ଟିକେ ଟେକି ରଖିଲା, ଆଉ ମୋ ଶ୍ୱଶୁର ବୋଉର ବିଆକୁ ଜିଭ ପୂରେଇ ଚାଟିବାକୁ ଲାଗିଲେ। ବୋଉ ତାଙ୍କ ଉପରେ ଲୁଗାକୁ ଗୋଡ଼େଇ ଦେଇ ତାଙ୍କ ମୁଣ୍ଡକୁ ଦୁଇ ହାତରେ ଲୁଗା ଉପରୁ ଧରିଲା, ଆଉ ତାପରେ ସେ ତା ଗାଣ୍ଡି ହଲେଇ ହଲେଇ ମୋ ଶ୍ୱଶୁର ପାଟିରେ ତା ବିଆକୁ ଘଷିବାକୁ ଲାଗିଲା। ଏମିତି କିଛି ସମୟ କଲା ପରେ ମୋ ଶ୍ୱଶୁର ଉଠି ଠିଆ ହେଲେ, ଆଉ ମୋ ବୋଉ ତାଙ୍କ ଆଗରେ ବସି ତାଙ୍କର ବାଣ୍ଡକୁ ପାଟିରେ ପୁରେଇ ଚୁଚୁମି ଚାଲିଲା। ଶ୍ୱଶୁର ମୋ ବୋଉର ମୁଣ୍ଡକୁ ସାଉଁଳୁଥାନ୍ତି। ବାଣ୍ଡ ଟିକେ ଲାଳୁଆ ହେଲା ପରେ ବୋଉ ଘାସ ବାଛିଲା ପରି ନଈ ରହିଲା, ଆଉ ଶ୍ୱଶୁର ତା ପଛରୁ ତା ବିଆରେ ବାଣ୍ଡ ପୁରେଇ ଜୋର ଜୋର ଗେହିବାକୁ ଲାଗିଲେ। ପ୍ରାୟ 10 ମିନିଟ୍ ଜୋର ଜୋର ଗେହିବା ପରେ ଶ୍ୱଶୁରଙ୍କର ବାଣ୍ଡରୁ ବୀର୍ଯ୍ୟ ବାହାରି ପଡ଼ିଲା, ଆଉ ସେ ସବୁ ତଳେ ପକେଇଲେ। ତାପରେ ଆମେ ନିଜ ନିଜର ପୋଷାକ ପିନ୍ଧି ଘରକୁ ଫେରିବା ପାଇଁ ବାହାରିଲୁ। ଗଲାବେଳେ ଶ୍ୱଶୁର କହିଲେ, ସମୁଦୁଣୀ, ଆମର ମନ୍ଦିରରେ ଗୋଟେ ଜଳସାଇ ହବ, ସେଠି ଭୋଜି ଭାତର ଆୟୋଜନ ମଧ୍ୟ ହୋଇଛି, ତମେ ସବୁ ଆସିବ। ବୋଉ କହିଲା, ସମୁଦି, ମୁଁ ତ ଯାଇପାରିବିନି, ତମ ଝିଅ ଜୋଇଁ ଯିବେ। ଶ୍ୱଶୁର କହିଲେ, ତମେ ନ ଆସିଲେ କେମିତି ହବ? ବୋଉ କହିଲା, ବିଲ ବାଡ଼ି କଥା ବୁଝିବା ପାଇଁ ଜଣଙ୍କୁ ଘରେ ରହିବାକୁ ପଡ଼ିବ, ନହେଲେ ମୁଁ ନିଶ୍ଚୟ ଯାଇଥାନ୍ତି। ତାପରେ ଆମେ ଘରକୁ ଯାଇ ଗାଧୋଇ ସାରି ଖିଆପିଆ କଲୁ। ତାପରେ ଶ୍ୱଶୁର କହିଲେ, ହଉ ମୁଁ ବି ଯାଉଛି, ନହେଲେ ଡେରି ହୋଇଯିବ। ଆମେ ମନା କଲୁ। ମୋ ସ୍ତ୍ରୀ ଆଉ ମୁଁ କହିଲୁ, ବାପା ଆଜି ରାତିରେ ରହିଯାଆନ୍ତୁ, କାଲି ପଳେଇବେ। ମୋ ବାପାଙ୍କୁ ବାରିପଟକୁ ନେଇ କହିଲି, ବାପା ଆଜି ରାତିରେ ରୁହ, ଆମେ ଦୁଇଜଣ ମିଶି ବୋଉକୁ ଗେହିବା। ଏକଥା ଶୁଣି ଶ୍ୱଶୁର ଖୁସି ହୋଇଗଲେ, ଆଉ କହିଲେ, ହେଲେ କେମିତି କରିବା? ମିତାଲି ମାନେ ମୋ ସ୍ତ୍ରୀ ତ ଅଛି। ମୁଁ କହିଲି, ତମେ ଚିନ୍ତା କରନି, ସେ କଥା ମୁଁ ବୁଝିବି। ତାପରେ ମୁଁ ମାର୍କେଟକୁ ଯାଇ ଚିକେନ୍ ନେଇ ଆସିଲି, ଆଉ ରାତି ପାଇଁ ରୋଷେଇବାସ ଚାଲିଲା। ସେଦିନ ଉପରବେଳା ଆମେ ବିଲକୁ ଆଉ ଗଲୁ ନାହିଁ। ଶ୍ୱଶୁର ଆଉ ବୋଉ ବସି କଥାବାର୍ତ୍ତା ହେଉଥିଲେ, ମୁଁ ଆଉ ମିତାଲି ରୋଷେଇ କରୁଥିଲୁ। ଶ୍ୱଶୁର ମଝିରେ ମଝିରେ ସୁଯୋଗ ଦେଖି ବୋଉର ଦୁଧ ଆଉ ଗାଣ୍ଡିକୁ ଚିପି ଦେଉଥିଲେ। ବୋଉ ମଧ୍ୟ ବହୁତ ଖୁସି ଥାଏ, ଆଜି ସେ ଦୁଇଟା ବାଣ୍ଡର ମଜା ପାଇବ। ସନ୍ଧ୍ୟାବେଳକୁ ବୋଉ ଆଉ ଶ୍ୱଶୁର ମିଶି ଗାଁ ମନ୍ଦିରକୁ ବୁଲିବାକୁ ଗଲେ। ସେଇ ଭିତରେ ମୁଁ ମିତାଲିକୁ କହିଲି, ଘରେ ତ କେହି ନାହାନ୍ତି, ଚାଲୁନ ଗୋଟେ ମ୍ୟାଚ୍ ପକେଇଦେବା। ମିତାଲି କହିଲା, ତମର ଆଉ କିଛି ଜୀବିକା ନାହିଁ, ଯେତେବେଳେ ଦେଖିବ ଖାଲି କରିବାକୁ ଉଛନ। ମୁଁ ତାକୁ କୁଣ୍ଢେଇ ଚୁମା ଦେବାକୁ ଲାଗିଲି। ସେ ଭିଡ଼ିମୋଡ଼ି ହେଉଥିଲା। କହିଲା, ଛାଡ଼, ବାପା ଆସିଛନ୍ତି, କେତେବେଳେ ପଳେଇ ଆସିବେ କ'ଣ ଭାବିବେ? ମୁଁ କହିଲି, ଭାବିବେ ତାଙ୍କ ଝିଅ ବହୁତ ଖୁସିରେ ଅଛି। ରାତି 8ଟା ବେଳକୁ ଶ୍ୱଶୁର ଆଉ ବୋଉ ଘରକୁ ଫେରିଲେ।
ତାପରେ ଆମେ ଖିଆପିଆ ସାରି ମୋ ବାପାଙ୍କ ସହ ଫୋନରେ କଥା ହେଉଥିଲୁ। ଫୋନରେ କଥାବାର୍ତ୍ତା ହେଉ ହେଉ ରାତି 10ଟା ହୋଇଗଲା। ତାପରେ ଆମେ ଶୋଇବାକୁ ଗଲୁ। ମୋ ସ୍ତ୍ରୀ କହିଲା, ବାପା ତମେ ଆଉ ଜୁଆଇଁ ଖଟରେ ଶୋଇପଡ଼, ମୁଁ ତଳେ ଶୋଇପଡ଼ିବି। ଶ୍ୱଶୁର କହିଲେ, ନା ନା, ଜୁଆଇଁ ଆଉ ତୁ ତମ ରୁମ୍ରେ ଶୁଅ, ମୁଁ ସମୁଦୁଣୀ ରୁମ୍ରେ ଶୋଇପଡ଼ିବି। ତାପରେ ମିତାଲି ବୋଉ ଆଉ ଶ୍ୱଶୁର ପାଇଁ ଅଲଗା ଅଲଗା ସେଜ ପକାଇଲେ। ଆଉ ଆମ ରୁମ୍କୁ ଆସି କବାଟ ବନ୍ଦ କରିଦେଇ ସିଧା ଆସି ମୋ କୋଳରେ ବସିଗଲା। ମୁଁ କହିଲି, ତମର ଇଚ୍ଛା ନଥିଲା କହୁଥିଲ ପରା, ଆଉ ଏବେ କାହିଁକି ଗେଲ ହେଉଛ? ସେପଟେ ବୋଉ ମୋ ଶ୍ୱଶୁରକୁ କହିଲା, ସମୁଦି ଚାଲ ତମ ଝିଅ ଝିଅଙ୍କର ରାସଲୀଳା ଦେଖିବା। ଆଉ ସେମାନେ ଝରକା ପାଖରେ ଠିଆ ହୋଇ ଆମକୁ ଦେଖୁଥିଲେ। ଏଥର ଝରକାରେ 2 ଜଣ ଦେଖିବା ପାଇଁ ଝରକାରେ ବନ୍ଧା ଯାଇଥିବା କପଡ଼ାକୁ ଟିକେ ଅଧିକ ଫାଙ୍କା କରିବାକୁ ପଡ଼ିଲା। ପ୍ରଥମେ ମୋ ବୋଉ ଝରକାରେ ଭରା ଦେଇକି ଠିଆ ହୋଇଥିଲା, ଆଉ ମୋ ଶ୍ୱଶୁର ବୋଉକୁ ପଛରୁ କୁଣ୍ଢେଇ ଧରି ଠିଆ ହୋଇ ଦେଖୁଥିଲେ। ତାପରେ ଆମେ ଦୁହେଁ ପରସ୍ପରକୁ ଚୁମ୍ବନ କରିବାକୁ ଲାଗିଲୁ, ଆଉ ଗୋଟେ ପରେ ଗୋଟେ କପଡ଼ା ଖୋଲି ଲଙ୍ଗଳା ହୋଇଗଲୁ। ଏବେ ମୁଁ ମୋ ସ୍ତ୍ରୀର ପତଳା ଲଙ୍ଗଳା ଶରୀରକୁ ଜାବୁଡ଼ି ଧରି ତା ଓଠରେ ଚୁମା ଦେଉଥିଲି, ଆଉ ମୋର ବାଣ୍ଡ ତା ପେଟରେ ଚାପି ହୋଇ ରଗଡ଼ି ହେଉଥିଲା। ମୋ ସ୍ତ୍ରୀ ଗୋଟେ ହାତରେ ମୋର ବାଣ୍ଡକୁ ଧରି ହଲେଇବାକୁ ଲାଗିଲା, ଆଉ ମୁଁ ତାର 2 ଦୁଧକୁ ପାଳି କରି ଚୁଚୁମି ଚୁଚୁମି ନାଲି ପକେଇଦେଲି। ତା ଦୁଧ ଭୁଣ୍ଡିରେ ମୋ ଜିଭ ବାଜିବାରୁ ଭୁଣ୍ଡି 2ଟା ଟିଙ୍ଗେଇ ଉଠିଲା। ଏବେ ମୁଁ ତାକୁ 2 ହାତରେ ଟେକି ଧରିଲି ଓ ସେ ତାର 2 ଗୋଡ଼କୁ ମୋ ଅଣ୍ଟାରେ ଛନ୍ଦିଲା, ଆଉ ମୋ ବେକକୁ 2 ହାତରେ ଧରି ଝୁଲି ରହି ଚୁମା ଦେବାକୁ ଲାଗିଲା। ମୋର ଟିଙ୍ଗେଇ ହୋଇ ରହିଥିବା ବାଣ୍ଡଟା ତା ବିଆରେ ଘଷି ହେଉଥିଲା। ଏମିତି କିଛି ସମୟ କରିବା ପରେ ମୁଁ ତାକୁ ତଳେ ଶୁଆଇ ଦେଇ ଅଣସ୍ତରୀ ଆସନରେ ପରସ୍ପରର ବାଣ୍ଡ ବିଆକୁ ଆମେ ଚଟାଚଟି କରିବାକୁ ଲାଗିଲୁ। ସେ ତଳେ ଥାଏ ଆଉ ମୁଁ ତା ଉପରେ। ସେ ତା 2 ଗୋଡ଼ରେ ମୋ ବେକକୁ ଛନ୍ଦି ତା ବିଆ ଉପରେ ମୋର ମୁଣ୍ଡକୁ ମାଡ଼ି ଧରିଥାଏ, ଆଉ ମୋ ବାଣ୍ଡ ତା ମୁହଁ ଉପରେ ଝୁଲି ରହିଥାଏ। ସେ ଗାଈର କ୍ଷୀର ଦୁହିଁଲା ପରି ମୋର ବାଣ୍ଡକୁ ଚଷୁଥାଏ। ତାପରେ ମୁଁ ଉଠି ତାର 2 ଗୋଡ଼କୁ ଫାଡ଼ିଲି, ଆଉ ତା ବିଆରେ ବାଣ୍ଡକୁ ପୁରେଇ ଘେହିଲି। ସେ ଚିଲେଇ ଉଠୁଥିଲା। ଆଉ ସେପଟେ ଶ୍ୱଶୁର ମୋ ବୋଉକୁ କୁଣ୍ଢେଇ ଗୋଟେ ହାତରେ ବୋଉର ଦୁଧକୁ ତଳୁଥାନ୍ତି ଓ ଅନ୍ୟ ହାତରେ ବୋଉର ବାଳୁଆ ବିଆକୁ ସଲସଲ କରୁଥାନ୍ତି। ବୋଉ ମୋ ଶ୍ୱଶୁର ହାତରୁ ମଜା ନେଇ ନେଇ ଆମ ଗିହାଗିହି ଦୃଶ୍ୟ ଦେଖୁଥାଏ। ତାପରେ ମୋ ଶ୍ୱଶୁର ବୋଉକୁ ଲୁଗାପଟା ଖୋଲି ଲଙ୍ଗଳା କରିଦେଲେ, ଆଉ ତାଙ୍କର ବାଣ୍ଡକୁ ବୋଉର ନରମ ଗାଣ୍ଡି ମଝିରେ ଚାପି ଧରି ବୋଉର ଦୁଧ ଓ ବିଆକୁ ଦଳି ଚାଲିଲେ, ଆଉ ବୋଉର ବେକକୁ ଚୁମା ଦେଉଥିଲେ। ଏପଟେ ମୁଁ ମୋ ସ୍ତ୍ରୀକୁ କୁକୁର ଭଳି ଆଣ୍ଠେଇ ଗେହିବା ଆରମ୍ଭ କଲି, ଆଉ ସେପଟେ ମଧ୍ୟ ବୋଉକୁ ଶ୍ୱଶୁର ପଛରୁ ବିଆରେ ବାଣ୍ଡ ପୁରେଇ ଗେହିବା ଆରମ୍ଭ କଲେ। ଏପଟେ ମୁଁ ମୋ ସ୍ତ୍ରୀକୁ କାନ୍ଥରେ ଆଉଜି ଠିଆ କଲି, ଆଉ ତାର ଗୋଟେ ଗୋଡ଼କୁ ଆଣ୍ଠୁ ତଳୁ ହାତରେ ଟେକି ଧରି ଠିଆ ଠିଆ ଗେହି ଚାଲିଲି। ମୋ ସ୍ତ୍ରୀ ମୋତେ କୁଣ୍ଢେଇ ଧରି ଚୁମା ଦେଉଥାଏ। ସେପଟେ ବୋଉ ଆଉ ଶ୍ୱଶୁର ଆମ ଗିହାଗିହି ଦେଖି ଗେହୁଥିବାରୁ ବୋଉର ପାଣି ବାହାରି ପଡ଼ିଲା, ଆଉ ଶ୍ୱଶୁର ମଧ୍ୟ ଝଡ଼ିଗଲେ। ଏଇଭଳି ବିଭିନ୍ନ ପ୍ରକାର ଷ୍ଟାଇଲରେ ପ୍ରାୟ ଅଧଘଣ୍ଟା ଗିହାଗିହି କରିବା ପରେ ମୋତେ ବିରକ୍ତ ଲାଗିଲା, ଆଉ ମୁଁ ମୋ ସ୍ତ୍ରୀକୁ ଟେକି କାଖେଇ ଧରିଲି। ସେ ଗୋଟେ ହାତରେ ମୋର ବାଣ୍ଡକୁ ଧରି ତା ବିଆରେ ପୁରେଇଲା, ଆଉ ମୁଁ ତାକୁ ଠିଆ ଠିଆ କାଖେଇ ଧରିକି ଗେହିଲି। ଏମିତି କିଛି ସମୟ ଗେହିବା ପରେ ମୋ ସ୍ତ୍ରୀର ପାଣି ବାହାରି ପଡ଼ିଲା, ଆଉ ମୁଁ ମଧ୍ୟ ବୀର୍ଯ୍ୟ ବାହାର କରିଦେଲି। କିଛି ସମୟ ପରେ ମୋ ସ୍ତ୍ରୀ ଶାନ୍ତିରେ ଘୁଙ୍ଗୁଡ଼ି ମାରିକି ଶୋଇଗଲା, ଆଉ ମୁଁ ଗାମୁଛା ପିନ୍ଧି ବୋଉ ରୁମ୍କୁ ଆସିଲି। ମୁଁ କହିଲି, ବାପା କେମିତି ଲାଗିଲା? ବାପା କହିଲେ, ଯାହା କୁହ ସମୁଦୁଣୀ, ଷଣ୍ଢ ଛୁଆଟେ ଜନ୍ମ କରିଛ, ତମ ବିଆକୁ ମାନିବାକୁ ପଡ଼ିବ। ଏତିକି କହି ଶ୍ୱଶୁର ମୋ ବୋଉର ବାଳୁଆ ବିଆରେ ଗୋଟେ ଚୁମା ଦେଇଦେଲେ। ତାପରେ ବୋଉ କାନ୍ଥକୁ ଆଉଜି ବସିଲା। ଆମେ 2 ଜଣ ବୋଉର 2 ପାଖରେ ବସି ତାର 2ଟି ଯାକ ଦୁଧକୁ ପାଟିରେ ପୁରେଇ ଚୁଚୁମିବାକୁ ଲାଗିଲୁ। ବୋଉ ଆମ 2 ଜଣଙ୍କର କାନ୍ଧ ଉପରେ ହାତ ରଖି ମଜା ନେଉଥାଏ। କିଛି ସମୟ ପରେ ବୋଉ ଗରମ ହେବାକୁ ଲାଗିଲା, ଆଉ ଆମେ ବୋଉକୁ ଠିଆ କରିଦେଇ ମୋ ବୋଉର ଗାଣ୍ଡିରେ ମୁହଁ ପୁରେଇ ତା ଗାଣ୍ଡି କଣାକୁ ଚାଟିବାକୁ ଲାଗିଲେ। ମୋ ଶ୍ୱଶୁର ବୋଉର ବାଳୁଆ ବିଆକୁ ଚାଟିବାକୁ ଲାଗିଲେ। ବୋଉ ଶିହରଣରେ ଚିତ୍କାର କରୁଥିଲା। ତାପରେ ଆମେ 2 ଜଣ ଠିଆ ହୋଇଗଲୁ। ବୋଉ ଆମ ସାମ୍ନାରେ ବସି 2 ହାତରେ ଆମ 2ଟା ବାଣ୍ଡକୁ ଧରି ପାଳି ପାଳି କରି ପାଟିରେ ପୁରେଇ ଚୁଚୁମିଲା। 2ଟା ବାଣ୍ଡକୁ ଚୁଚୁମିବାକୁ ବୋଉକୁ ଭାରି ମଜା ଲାଗୁଥିଲା। ବୋଉର ମୁହଁରୁ କାମ ବାସନା ମିଶାଖୁସି ଜଣାପଡ଼ୁଥିଲା। ତାପରେ ଆମେ ବୋଉକୁ ତଳେ ଶୁଆଇ ଦେଇ ମୁଁ ମୋ ବୋଉର ଗୋଡ଼ ଟେକି ତା ବିଆରେ ଗେହିବାକୁ ଲାଗିଲି। ମୋ ଶ୍ୱଶୁର ବୋଉର ମୁହଁ ପାଖରେ ରହି ବୋଉର ପାଟିରେ ବାଣ୍ଡ ପୁରେଇ ତଳ ଉପର କରୁଥିଲେ। ବୋଉ ଖାଲି ହୁଁ ହୁଁ ହୋଇ ଗିହା ଖାଉଥାଏ।
ତାପରେ ଆମେ ଅଦଳ ବଦଳ ହେଲୁ। ଶ୍ୱଶୁର ବୋଉର ବିଆରେ ଗେହିଲେ ଆଉ ମୁଁ ବୋଉର ପାଟିରେ ଗେହିଲି। ପ୍ରାୟ 10 ମିନିଟ୍ ଗେହିବା ପରେ ବୋଉକୁ କୁକୁର ଭଳି ଆଣ୍ଠେଇ ରହିବାକୁ କହିଲେ। ମୁଁ ବୋଉକୁ ପଛରୁ ଗେହୁଥାଏ ଆଉ ଶ୍ୱଶୁର ବୋଉର ପାଟିରେ। ତାପରେ ମୁଁ କହିଲି, ଚାଲ ଏବେ 2 ଜଣ 2 ପଟୁ ଗେହିବା। ମୁଁ ତଳେ ଶୋଇପଡ଼ିଲି ଆଉ ବୋଉ ମୋର ବାଣ୍ଡକୁ ତା ବିଆରେ ପୂରେଇ ମୋ ଉପରେ ବସି ପଡ଼ିଲା ଆଉ ମୋ ଶ୍ୱଶୁର ବୋଉର ଗାଣ୍ଡିରେ ବାଣ୍ଡ ପୂରେଇ ଗେହିବା ଆରମ୍ଭ କଲେ। ମୁଁ ତଳପଟୁ ଗାଣ୍ଡି ଟେକି ଟେକି ବୋଉକୁ ଗେହୁଥିଲି ଆଉ ଶ୍ୱଶୁର ଆଣ୍ଠେଇ ବୋଉର ଗାଣ୍ଡିରେ ଗେହିଲେ। ଏମିତି 15 ମିନିଟ୍ ଗେହିବା ପରେ ମୋ ଶ୍ୱଶୁର ସବୁ ବୀର୍ଯ୍ୟକୁ ବୋଉର ଗାଣ୍ଡି ଭିତରେ ଛାଡ଼ିଲେ। ତାପରେ ବୋଉ କହିଲା, ପୁଅ ତୁ ଯେମିତି ବୋଉକୁ କାଖେଇ ଧରି ଗେହୁଥିଲୁ ମୋତେ ବି ସେମିତି କରିବାକୁ ଇଚ୍ଛା ହେଉଛି। ମୁଁ କହିଲି, ତୁ ଛୋଟିଆ ଲୋକଟା ହୋଇଛୁ ନା, ତତେ କାଖେଇ ଗେହିଦେବି। ହଉ ଠିକ୍ ଅଛି, ତୁ ଠିଆ ହୁଅ। ବୋଉ ଠିଆ ହେଲା ପରେ ମୁଁ ତାର 2 ଗୋଡ଼କୁ ଧରି କାଖେଇ ଧରିଲି ଆଉ ବୋଉ ମୋର ବାଣ୍ଡକୁ ଧରି ତା ବିଆରେ ପୂରେଇ ଦେଲା। ମୁଁ ବୋଉକୁ ଗେହି ଚାଲିଲି। କିଛି ସମୟ ପରେ ମୁଁ ବୋଉକୁ ଓଲଟେଇ ଟେକି ଧରିଲି, ମାନେ ବୋଉ ଆ ମୁହଁ କରି ରହିଲା ଆଉ ମୁଁ ତାକୁ ଆଣ୍ଠୁ ତଳୁ 2 ହାତରେ ଟେକି ଧରିଥାଏ। ମୁଁ ବୋଉକୁ କହିଲି, ମୋର ବାଣ୍ଡକୁ ତୋ ଗାଣ୍ଡିରେ ପୂରେଇବାକୁ। ବୋଉ ଗୋଟେ ହାତରେ ମୋର ବାଣ୍ଡକୁ ତା ଗାଣ୍ଡିରେ ପୂରେଇ ଦେଲା ଆଉ ମୁଁ ଠିଆ ଠିଆ ବୋଉକୁ ଟେକି ଧରି ତା ଗାଣ୍ଡି ଭିତରେ ଗେହିବାକୁ ଲାଗିଲି। କିଛି ସମୟ ପରେ ବୋଉ କହିଲା, ମୋର ପାଣି ବାହାରିବ। ମୁଁ କ'ଣ କଲି ନା ବୋଉକୁ ମୋ ଶ୍ୱଶୁର ପଟକୁ ରଖି ଗେହିବାକୁ ଲାଗିଲି। ବୋଉ ବିଆର ପାଣି ମୋ ଶ୍ୱଶୁର ଉପରକୁ ପିଚିକି ପଡ଼ିଲା ଆଉ ମୁଁ ବୋଉର ଗାଣ୍ଡିରେ ମୋର ବୀର୍ଯ୍ୟକୁ ଭରିଦେଲି ଆଉ ମୋର ବାଣ୍ଡକୁ ତା ଗାଣ୍ଡିରୁ କାଢ଼ିଲି। ବୋଉ ଗାଣ୍ଡିରୁ ସବୁ ବୀର୍ଯ୍ୟ ଟପା ଟପା ହୋଇ ତଳେ ପଡ଼ୁଥାଏ। ତାପରେ ବୋଉ ପୋଛାପୋଛି ହୋଇ ଘରକୁ ସଫା କରିଥିଲା ଆଉ ସେ ଦୁହେଁ ଶୋଇପଡ଼ିଲେ। ମୁଁ ମଧ୍ୟ ମୋ ସ୍ତ୍ରୀ ପାଖରେ ଯାଇକି ଶୋଇପଡ଼ିଲି। ତ ଦର୍ଶକ ବନ୍ଧୁ, ଏଇଠି ସମାପ୍ତ ହେଉଛି ଏ କାହାଣୀର ପାର୍ଟ 2। ପାର୍ଟ 3ରେ ମୁଁ ଆପଣମାନଙ୍କୁ କହିବି କେମିତି ବୋଉ ଆଉ ମୋ ଶାଶୁକୁ ପଟେଇ ଏକା ସାଙ୍ଗରେ ଆମେ 2 ଜଣଙ୍କୁ ଗେହିଲୁ। ପାର୍ଟ 3କୁ ଅପେକ୍ଷା କରନ୍ତୁ। ଆଉ ଏ କାହାଣୀଟି ମାନେ ପାର୍ଟ 2 ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ଆପଣମାନଙ୍କ ମତାମତ ନିହାତି ଜଣାନ୍ତୁ। ଆଜି ପାଇଁ ଏତିକି, ଦେଖା ହେବା ପାର୍ଟ 3ରେ। ରହୁଛି, ଧନ୍ୟବାଦ।